ମୃତ୍ୟୁ ବନ୍ଧନ ହଉ। ଶମ୍ଭୁ ସର୍ବଶକ୍ତିମାନ ଆକାଶ ମଣ୍ଡଳ ପୃଥିବୀର ସୃଷ୍ଟିକର୍ତ୍ତା ପିତା ଏବଂ ପବିତ୍ର ଆତ୍ମା ସୁନ୍ଦର ସମୟ ଦେଉଥିବାରୁ ତୁମରି ଦାସ ଦାସ ମାନଙ୍କୁ ପ୍ରଭୁ ଏକତ୍ରିତ ମିଳାଇବା ନିମନ୍ତେ ତୁମରି ଯୋଜନା ଅଛି ପ୍ରଭୁ। ଆମେ କେବେ ଜାଣିନଥିଲୁ ନା କେବେ ଦେଖିନଥିଲୁ ତୁମରି ଲୋକମାନଙ୍କୁ ତୁମେ ଦେଖାଇ ତୁମରି ସେବା ପ୍ରାର୍ଥନାରେ ସହବର୍ତ୍ତୀ ହେଲ। ଯେତେ ଭାଇ ଭଉଣୀ ମାନଙ୍କୁ ସମସ୍ତଙ୍କୁ ପ୍ରଭୁ ତୁମ ହସ୍ତରେ ସମର୍ପଣ କରେ। ଆଜିର ଆରାଧନା ପ୍ରାର୍ଥନାରେ ପ୍ରଭୁ ତୁମେ କଢ଼ାଇ ନେଇ ସାହାଯ୍ୟ କର। ପ୍ରାର୍ଥନା ଶୁଣି ଉତ୍ତର ଦେଲ ଧନ୍ୟବାଦ ଦେଇ ସର୍ବଶକ୍ତିମାନ ପବିତ୍ର ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଦୃଢ଼ ବିଶ୍ୱାସ ରହିଛି ମୋର ତୁମ ଠାରେ, ଦୃଢ଼ ବିଶ୍ୱାସ ରହିଛି ମୋର ତୁମ ଠାରେ। ସ୍ଥିର ଜଳ ପାଶେ ନିୟମତେ ପ୍ରଭୁ, ସ୍ଥିର ଜଳ ପାଶେ ନିୟମତେ ପ୍ରଭୁ, ରୁହ ତୁମେ ମୋ ସାଥିରେ। ଦୃଢ଼ ବିଶ୍ୱାସ ରହିଛି ମୋର ତୁମ ଠାରେ। ହାଲେଲୁୟା। ଦୃଢ଼ ବିଶ୍ୱାସ ରହିଛି ମୋର ତୁମ ଠାରେ। ଜୀବନର କୃଷ ମୋର ତୁମେ ବହି ନିଅ, ଆଖି ଲୁହ ପୋଛି ଦେଇ ଓଠେ ହସ ଦିଅ। ଜୀବନର କୃଷ ମୋର ତୁମେ ବହି ନିଅ, ଆଖି ଲୁହ ପୋଛି ଦେଇ ଓଠେ ହସ ଦିଅ। ଏପରି ପାଳକ ଏପରି ପ୍ରେମିକ, ଏପରି ପାଳକ ଏପରି ପ୍ରେମିକ କେହି ଅଛି ଜଗତରେ। ଦୃଢ଼ ବିଶ୍ୱାସ ରହିଛି ମୋର ତୁମ ଠାରେ। ହାଲେଲୁୟା। ଦୃଢ଼ ବିଶ୍ୱାସ ରହିଛି ମୋର ତୁମ ଠାରେ। ରହିଛି ମୁଁ ରହିଥିବି ପ୍ରଭୁ ତୁମ ଠାରେ। ଆସୁ ଯେତେ ପ୍ରଲୋଭନ ଝଡ଼ ଜୀବନରେ, ରହିଛି ମୁଁ ରହିଥିବି ପ୍ରଭୁ ତୁମ ଠାରେ। ଆସୁ ଯେତେ ପ୍ରଲୋଭନ ଝଡ଼ ଜୀବନରେ, ମୁଁ ଜାଣେ ଶେଷରେ ଅନନ୍ତ ଜୀବନ, ମୁଁ ଜାଣେ ଶେଷରେ ଅନନ୍ତ ଜୀବନ ହୁଏ ଦିବସର କୋଳେ। ଦୃଢ଼ ବିଶ୍ୱାସ ରହିଛି ମୋର ତୁମ ଠାରେ। ହାଲେଲୁୟା। ଦୃଢ଼ ବିଶ୍ୱାସ ରହିଛି ମୋର ତୁମ ଠାରେ, ମୋର ତୁମ ଠାରେ। ଥ୍ୟାଙ୍କ ୟୁ। ଆସନ୍ତା ମାନେ ଆର ଗୋଟିଏ ଗୀତ ଗାଇବା। ଧନ୍ୟବାଦ ଘେନ ପ୍ରଭୁ ଭଙ୍ଗା ମୋ ଅନ୍ତରର, ସ୍ତୁତି ପ୍ରଶଂସା ହେଉ ସଦା ପ୍ରଭୁ ହେ ତୁମର। ଧନ୍ୟବାଦ ଘେନ ପ୍ରଭୁ ଭଙ୍ଗା ମୋ ଅନ୍ତରର, ସ୍ତୁତି ପ୍ରଶଂସା ହେଉ ସଦା ପ୍ରଭୁ ହେ ତୁମର। ଧନ୍ୟବାଦ ହେଉ ଧନ୍ୟବାଦ ହେଉ ଧନ୍ୟବାଦ ହେଉ ଧନ୍ୟବାଦ ହେଉ ଆହି ସତ୍ୟ ସନାତନ ପରମେଶ୍ୱର।
आहे सत्य सनातन परमेश्वर। ଧନ୍ୟବାଦ ଘେନ ପ୍ରଭୁ, ଭଙ୍ଗା ମୋ ଅନ୍ତରର ସ୍ତୁତି ପ୍ରଶଂସା ହେଉ ସଦା ପ୍ରଭୁ ହେତୁ ମୋର। ତୁମେ ପଥ ତୁମେ ସତ୍ୟ, ଜୀବନ ଏ ଜଗତର ଶାନ୍ତିଦାତା ମୁକ୍ତିଦାତା ଶକ୍ତିଦାତା ପରମେଶ୍ୱର। ତୁମେ ପଥ ତୁମେ ସତ୍ୟ, ଜୀବନ ଏ ଜଗତର ଶାନ୍ତିଦାତା ମୁକ୍ତିଦାତା ଶକ୍ତିଦାତା ପରମେଶ୍ୱର। ହେ କରୁଣାମୟ, ହେ ମଙ୍ଗଳମୟ, ହେ କରୁଣାମୟ, ହେ ମଙ୍ଗଳମୟ, ଧନ୍ୟ 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 ହେଉ ତୁମ ନାମର, ଧନ୍ୟ 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 ହେଉ ତୁମ ନାମର। ଧନ୍ୟବାଦ ଘେନ ପ୍ରଭୁ, ଭଙ୍ଗା ମୋ ଅନ୍ତରର ସ୍ତୁତି ପ୍ରଶଂସା ହେଉ ସଦା ପ୍ରଭୁ ହେତୁ ମୋର। ସୃଷ୍ଟିକର୍ତ୍ତା ତ୍ରାଣକର୍ତ୍ତା ରକ୍ଷା କର୍ତ୍ତା ଜଗତର, ଦୟାମୟ କ୍ଷମାମୟ ପ୍ରେମମୟ ସତ୍ୟ ଈଶ୍ୱର। ସୃଷ୍ଟିକର୍ତ୍ତା ତ୍ରାଣକର୍ତ୍ତା ରକ୍ଷା କର୍ତ୍ତା ଜଗତର, ଦୟାମୟ କ୍ଷମାମୟ ପ୍ରେମମୟ ସତ୍ୟ ଈଶ୍ୱର। आहे ସୁଦାମୟ, आहे ମଧୁମୟ, आहे ସୁଦାମୟ, आहे ମଧୁମୟ, ଯୁଗେ ଯୁଗେ ଧନ୍ୟ ହେଉ ତୁମ ନାମର, ଯୁଗେ ଯୁଗେ ଧନ୍ୟ ହେଉ ତୁମ ନାମର। ଧନ୍ୟବାଦ ଘେନ ପ୍ରଭୁ, ଭଙ୍ଗା ମୋ ଅନ୍ତରର ସ୍ତୁତି ପ୍ରଶଂସା ହେଉ ସଦା ପ୍ରଭୁ ହେତୁ ମୋର। ଧନ୍ୟବାଦ ହେଉ, ଧନ୍ୟବାଦ ହେଉ, ଧନ୍ୟବାଦ ହେଉ, ଧନ୍ୟବାଦ ହେଉ, आहे ସତ୍ୟ ସନାତନ ପରମେଶ୍ୱର, आहे ସତ୍ୟ ସନାତନ ପରମେଶ୍ୱର। ଧନ୍ୟବାଦ ଘେନ ପ୍ରଭୁ, ଭଙ୍ଗା ମୋ ଅନ୍ତରର ସ୍ତୁତି ପ୍ରଶଂସା ହେଉ ସଦା ପ୍ରଭୁ ହେତୁ ମୋର, ସଦା ପ୍ରଭୁ ହେତୁ ମୋର। ଥ୍ୟାଙ୍କ ୟୁ, ଧନ୍ୟବାଦ ପିତା। ଆଉ ଗୋଟେ ଗୀତ ଆମେ ଗାଇବା ପ୍ରଭୁ ଯୀଶୁଙ୍କ ନାମରେ ଆରାଧନା କରିବା। ଆରାଧନା ନାୟକ ତୁମେ, ଆରାଧନା ରାଜା ତୁମେ, ଆରାଧନା ନାୟକ ତୁମେ, ଆରାଧନା ରାଜା ତୁମେ, ଜୀବନ ସାରା ତୁମକୁ ପ୍ରଣାମ ମୁଁ କରିବି, ଜୀବନ ସାରା ତୁମକୁ ପ୍ରଣାମ ମୁଁ କରିବି। ଆରାଧନା ନାୟକ ତୁମେ, ଆରାଧନା ରାଜା
ତୁମେ, ଆରାଧନା ନାୟକ ତୁମେ, ଆରାଧନା ରାଜା ତୁମେ। ଓ ହାଲେଲୁୟା ହାଲେଲୁୟା, ଓ ହାଲେଲୁୟା ହାଲେଲୁୟା, ଓ ହାଲେଲୁୟା ହାଲେଲୁୟା, ଓ ହାଲେଲୁୟା ହାଲେଲୁୟା। ଦଶ ଶହ ଶହ ମଧ୍ୟରେ ଅତି ଉତ୍ତମ ଯୀଶୁ ତୁମେ, ଦଶ ଶହ ଶହ ମଧ୍ୟରେ ଅତି ଉତ୍ତମ ଯୀଶୁ ତୁମେ। ପ୍ରଭାତି ତାରା ମୋର ପ୍ରିୟ ଯୀଶୁ, ସର୍ବଦା ସ୍ତୁତି ତୁମକୁ। ପ୍ରଭାତି ତାରା ମୋର ପ୍ରିୟ ଯୀଶୁ, ସର୍ବଦା ସ୍ତୁତି ତୁମକୁ। ଆରାଧନା ନାୟକ ତୁମେ, ଆରାଧନା ରାଜା ତୁମେ, ଆରାଧନା ନାୟକ ତୁମେ, ଆରାଧନା ରାଜା ତୁମେ। ଓ ହାଲେଲୁୟା ହାଲେଲୁୟା, ଓ ହାଲେଲୁୟା ହାଲେଲୁୟା, ଓ ହାଲେଲୁୟା ହାଲେଲୁୟା, ଓ ହାଲେଲୁୟା ହାଲେଲୁୟା। ମୋ ପାଇଁ ଯୀଶୁ ରାଜା, ତୁମେ ଜୀବନ ଦେଲ ପ୍ରଭୁ। ମୋ ପାଇଁ ଯୀଶୁ ରାଜା, ତୁମେ ଜୀବନ ଦେଲ ପ୍ରଭୁ। ମୋ ପାଇଁ ଯୀଶୁ କ୍ରୁଶେ ଚଢିଲ, ନିଜର ଜୀବନ ଦେଲ। ମୋ ପାଇଁ ଯୀଶୁ କ୍ରୁଶେ ଚଢିଲ, ନିଜର ଜୀବନ ଦେଲ। ଆରାଧନା ନାୟକ ତୁମେ, ଆରାଧନା ରାଜା ତୁମେ, ଆରାଧନା ନାୟକ ତୁମେ, ଆରାଧନା ରାଜା ତୁମେ। ଓ ହାଲେଲୁୟା ହାଲେଲୁୟା, ଓ ହାଲେଲୁୟା ହାଲେଲୁୟା, ଓ ହାଲେଲୁୟା ହାଲେଲୁୟା, ଓ ହାଲେଲୁୟା ହାଲେଲୁୟା। ସୈନ୍ୟାଧିପତି ସଦା ପ୍ରଭୁ ସର୍ବଶକ୍ତିମାନ ପିତା ଏବଂ ପବିତ୍ର ଆତ୍ମା, ତୁମରି ମହିମା ଗୌରବ ସ୍ତୁତି ବନ୍ଦନା ହଉ ପ୍ରଭୁ। ତୁମେ ଶମ୍ଭୁ ସର୍ବଶକ୍ତିମାନ, ଆକାଶ ମଣ୍ଡଳ ପୃଥିବୀର ସୃଷ୍ଟିକର୍ତ୍ତା, ସାରା ବ୍ରହ୍ମାଣ୍ଡକୁ ନିର୍ମାଣ କରିଅଛ ଏକମାତ୍ର ପବିତ୍ର ପରମେଶ୍ୱର ପ୍ରଭୁ। ଅନଲାଇନରେ ଯେତେ ଲୋକ ଯୋଡ଼ିଥିବା ସମସ୍ତଙ୍କୁ ପ୍ରଭୁ ତୁମ ହସ୍ତରେ ସମର୍ପଣ କରୁଅଛୁ। ପୁଣି ଲିଡିଂ କରୁଥିବା ତୁମରି ଦାସ ମାନଙ୍କୁ ତୁମ ହସ୍ତରେ ସମର୍ପଣ କରୁଅଛୁ। ଆଜିର ଗୀତ ଗାନରେ ଆରାଧନାରେ ତୁମେ ମହିମାନ୍ୱିତ ହୋଇ ଗୌରବାନ୍ୱିତ ହୋଇ ପ୍ରଭୁ ତୁମେ ଅନୁଗ୍ରହ ସହିତ ଆଶୀର୍ବାଦ କରିଅଛୁ, ଆମେ ବିଶ୍ୱାସ କରୁଅଛୁ। ରିବାଦା ନାମା ସାଙ୍ଗା ଡାଗାଲି ଖାନ୍ଦା ନାମା ରିବାଦି ନାମା ରୁବାଦା ନାମା ସା, ପବିତ୍ର ପବିତ୍ର ଅତି ଭୟଙ୍କର ପରମେଶ୍ୱର, ଗୁପ୍ତ ବିଷୟ ଜାଣିବା ପରମେଶ୍ୱର, ମୃତ୍ୟୁଞ୍ଜୟୀ ପରମେଶ୍ୱର, ସତ୍ୟ ଧାର୍ମିକତା ଜୀବନ୍ତ ବାସ୍ତବିକ ସୃଷ୍ଟିକର୍ତ୍ତା ପରମେଶ୍ୱର ପ୍ରଭୁ। ଆଜିର ସେବା ଆଜିର ପ୍ରାର୍ଥନାରେ ପ୍ରଭୁ ମତେ ତୁମେ ପ୍ରଭୁ ଏଇ ରିଏଲି ମିନିଷ୍ଟ୍ରି ମାଧ୍ୟମରେ ପ୍ରଭୁ ତୁମେ ସୁନ୍ଦର ସୁଯୋଗ ଦେଇଥିବାରୁ କୋଟି କୋଟି ଧନ୍ୟବାଦ ଦଉଛୁ ପ୍ରଭୁ। ତୁମେ ଓ ପ୍ରଭୁ ଯୋଉମାନଙ୍କୁ ଦେଖିନଥିଲୁ ତୁମେ ଦେଖିବା ପାଇଁ ତୁମେ ସୁଯୋଗ ଦେଲ, ତୁମରି ଦାସ ମାନଙ୍କୁ ମିଳାଇବା ପାଇଁ ତୁମେ ଅନୁଗ୍ରହ କର ପ୍ରଭୁ। ଆଜି ଏଇ ସେବା ଆଜିର ଏଇ ପ୍ରାର୍ଥନା ପ୍ରତ୍ୟେକ ବିଶ୍ୱକୁ ଯେତେ ଲୋକ ବସି ଅଛନ୍ତି ସମସ୍ତଙ୍କୁ ତୁମରି ପବିତ୍ର ଆତ୍ମାର ଶକ୍ତିରେ ଆଜିର ଏଇ ଦିନରେ ତୁମରି ଆତ୍ମିକର ଦିନ, ଶକ୍ତିର ଦିନ ହଉ, ନୂତନ ବଳର ଦିନ ହଉ ପ୍ରଭୁ। ପ୍ରଭୁ ଆଜିର ପ୍ରତ୍ୟେକ ବାକ୍ୟ ଦେଇ ତୁମରି ଦାସ ଯେଉଁ ବାକ୍ୟ କହିବେ ପ୍ରଭୁ ଯୀଶୁଙ୍କ ନାମରେ ତାଙ୍କର ପବିତ୍ର ଆତ୍ମାରେ ତୁମେ ଇସ୍ତେମାଲ କର, ବ୍ୟବହାର କର। ଓ ତାଙ୍କର ସବୁ ପରିବାରକୁ ଆଶୀର୍ବାଦ କର। ସେମାନେ କହିବା ଲୋକ ନ କହି ତୁମେ ତାଙ୍କରି ଆତ୍ମାରେ ତୁମେ କଥା କହ, ତାଙ୍କର ସୋଚ ବିଚାର ଦିଲ ଦିମାଗରେ ତୁମେ କବ୍ଜା କର। କହିବା ଲୋକ ପ୍ରଭୁ ସେମାନେ ନ କହି ତୁମରି ଆତ୍ମା କହୁ। ପବିତ୍ର ଆତ୍ମା ପରମେଶ୍ୱର ସମସ୍ତ ବିଷୟକୁ ପ୍ରଭୁ ତୁମ ହସ୍ତରେ ସମର୍ପଣ କରୁଅଛୁ। ତୁମେ ପବିତ୍ର 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 ସୃଷ୍ଟିକର୍ତ୍ତା ପରମେଶ୍ୱର। ପ୍ରତ୍ୟେକ ବିଶ୍ୱକୁ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ତୁମ ହସ୍ତରେ ସମର୍ପଣ କରୁଅଛୁ ପିତା। ଏହି ସମୟ ଦେଇଥିବାରୁ ପ୍ରଭୁ ସମସ୍ତଙ୍କୁ ତୁମେ ଆଶୀର୍ବାଦ କର ବୋଲି ପ୍ରାର୍ଥନା କରେ। हे पवित्र आत्मा, हे परमेश्वर
कोटि कोटि धन्यवाद, कोटि कोटि धन्यवाद पिता। प्रभु तुम्हें व्यवहार करबारु आज योजना तुमरी योजना प्रभु। ओ प्रभु सर्वशक्तिमान पिता, परमेश्वर पिता, जिते लोग आज शुणु अच्छा प्रार्थना को जीवन रे पवित्र आत्मा तुम्हें टच कर बोली घोषणा करुच्ची यीशु का नाम रे। आज सेवारे कौन से शत्रु शैतान ओ कौन सी विश्व डिस्टर्ब करि परिबा नै। मो यीशुଙ୍କ रक्तरे बांधु अछि, यीशुଙ୍କ शक्तिरे बांधु अछि। पवित्र आत्मा सर्वशक्तिमान परमेश्वर प्रत्येक विषय को, प्रत्येक प्रार्थना को, प्रत्येक कार्यक्रम को प्रभु तुम हस्ତରେ समर्पण करी यही प्रार्थना मधुमय प्रभु यीशु ख्रीष्टों का नाम रे ए क्षुद्र प्रार्थना समर्पण करी विनती मागु अछि पिता। आमेन 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 आमेन। सार लीडिंग करते समस्त को प्रेज द लॉर्ड। धन्यवाद आज्ञा। आसतु समस्ते एक उच्च करताले आज्ञा को धन्यवाद ज्ञापन करिबा। प्रेज द लॉर्ड। प्रभु आपन को प्रचुर मात्रा रे आशीर्वाद करंतु आज्ञा। एपरि आपन आगामी दिन मानकर मध्य रियल मिनिस्ट्री रे आसी आराधना लीडिंग रे पढ़ाई नोथिबा हेबे। धन्यवाद आज्ञा। आसंतु वर्तमान गुरुत्वपूर्ण समय रे आमे उपस्थित अछु। आपण माने जदि सठिक जगह रे अछंती ताहेले निज निज डिवाइस को ऑन करंतु। आमे माने ईश्वरंकर वाक्य शुणिबा को जिबा ता पूर्वरु मु ईश्वरंकर दास को स्वागत निमंते गोटे वाक्य पठन करिबा को चाहे जा लेखा जाय जिसाय भविष्यत वक्तांकर पुस्तक 52 अध्याय 7 अध्याय। जो जन सुसमाचार आणुअछि, जे शांति प्रचार करूअछि, जे मंगलर सुसमाचार आणुअछि, जे परित्राणर प्रचार करूछि, जे सियोन को तुम परमेश्वरंकर राज्य करंती बोली कहुअछि, ताहार चरण पर्वत गण उपरे किपरि शोभा पाए। ए वाक्य द्वारा मु पीएस मोसेस पाणी आज्ञा को स्वागत करे। आसंतु समस्ते एक उच्च करताले दे ताहां स्वागत करिबा। पीएस मोसेस पाणी आज्ञा आपण को प्रेज द लॉर्ड। आपण को ए समय रे स्वागत करू आज्ञा। आपण वाक्य रे कोढ़ाई नेबा हेबे आज्ञा। प्रेज द लॉर्ड। मोसेस पाणी आज्ञा। प्रेज द लॉर्ड। आज्ञा बोधे सुनी पारु नहांती। आज्ञा गोटे गीत गाउथाओ जय। ओके। जॉइन ହେଇଛନ୍ତି जॉइन करा पर्यंत आ गोटे गीत एई हो। दीदी प्रेस द लॉर्ड। विजयंती दीदी हाँ प्रेज द लॉर्ड। दीदी प्रार्थना करंतु। आज गीत गोटे रेकर्डिंग हबो। आमे नुआगड़ जिबु किछि समय परे बाहरिबु। आ सेथि पे मिस्टर पुरी रो आछंती। विशेष करे आज उनको निकटरे समर्पण करी प्रार्थना करंतु। आ प्रार्थना करंतु मो मां को देह असुस्थ। हठात से उठिला बेले तांकर आउ कोन हैला टेबुलटा बाजिकी गोड़ काटी जाइछि बेले बहुत जोर रे काटी जाइछि। से चाली पारु नाहंती किछि नाही। बहुत पेन होछि बोली कष्ट अनुभव करछंती। तांको मेडिकल मेडिसिन करछु। प्रभुଙ୍କର आड़ू सुस्थता आसे। प्रभु तांको सुस्थता दियंतु। सेथि पे प्रार्थना करंतु। आम बड़ झियो पर विशेष प्रार्थना करंतु। सी हॉस्टल रे आउ पड़ी जाइकी तांकर अंटा पेन होछि, हाथ पेन होछि कहउछंती। से मते मेडिसिन व्यवहार करछंती। प्रभु तांको भी सुस्थता दियंतु। दुई भणी हॉस्टल रे पाठ पढ़ंती। सेमानकर 4 तारिख ठारू एग्जाम। प्रभु सेमानको ज्ञान बुद्धि रे परिपूर्ण करंतु। सेथि पे विशेष प्रार्थना करंतु। हो आसंतु आमे माने प्रार्थना करिबा।
सर्वशक्तिमान दयालु पवित्र 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 अति पवित्र परमेश्वर राजा तुम नाम को आम धन्यवाद करू तुम नामर स्तुति वंदना करू तुम नाम को पूजा अर्चना करू तुम नामर महिमा संकीर्तन करू धर्ममय 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 धार्मिक पवित्र 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 परमेश्वर राजा बापा आम तुम नाम को धन्यवाद करुछु जीवंत राजा तुम नाम को आम प्रशंसा करू प्रभु ए सकाल समय राजा अनेक ओ परमेश्वर प्रेयर रिक्वेस्ट रेल मिनिस्ट्री रे करागला पवित्र प्रभु आमे विश्वास करू मो जीवंत राजा तुमे श्रवण करियछ बोली हे पवित्र परमेश्वर पिता एते बेले पापा प्रेमागिनी को भौणी को फैमिली को तुम हस्त रे दिए पवित्र परमेश्वर पिता हे मंगलकारी परमेश्वर राजा बापा प्रभु यीशु नामे तांको जो गीत परमेश्वर रेकर्डिंग हेबार अछि पवित्र प्रभु यीशु नामरे सकल विषय सुरुखुरुरे संचारित हेउ बोली प्रार्थना करू राजा बापा उत्तम रूपे ताहा कार्य समाप्त हेउ बापा तुमे से जगार यीशु नामरे अल्लाह सम परमेश्वर पिता प्रभु सकल विषय को तुमे स्वयं लीड करो गाइड करो प्रत्येक विषय रे प्रत्येक को तुमे आशीर्वाद करो हे धर्ममय धार्मिक परमेश्वर तुम ठारे प्रार्थना करे तांको झियो मान दी जण को तुम हस्त रे दे राजा बापा प्रभु यीशु नामे तुमे से मान को आशीर्वाद करो तुमे आशीर्वाद दादा परमेश्वर तो प्रभु यीशु नामे बापा तांको जो 4 तारीख रो प्रभु एग्जाम स्टार्ट हेबो पवित्र पिता प्रार्थना करे राजा तांको मेमोरी पावर प्रभु यीशु नामे बढ़ो बोली प्रार्थना करे बापा से माने जहाँ मध्य रीडिंग करिवे स्टडी करिवे प्रभु यीशु नामे तांको मेमोरी रे फिट हो बोली प्रार्थना करे बापा पढ़िबा विषय एग्जाम रे आसीबो तुमे सहायक हो हे आम मानकर साहाय्यकारी परमेश्वर राजा आमे प्रार्थना करू प्रभु सकल समस्या सकल अनुरोध तुम निकट रे आणु पवित्र पिता हे सकल समस्या को समाधानकारी परमेश्वर राजा यीशु नामे बापा तांको झियो मान को तुमे जत्न नियो प्रभु से माने हॉस्टल रे रही पाठ पढ़ंती पिता से मानकर तत्वावधान तुमे करो मो पवित्र परमेश्वर प्रभु तुमे दया करो तुमे संखाल प्रत्येक विषय रे राजा बापा तुमे दायित्व नियो मो पवित्र पिता तुमे दया करो मो स्वर्गवासी परमेश्वर प्रभु तुमे महान सकल महिमा गौरव आदर सम्मान तुमको दे प्रत्येक विषय को तुम हस्त रे दउछि राजा प्रत्येक विषय तुमे सुनियछ बोली धन्यवाद दे यीशु नाम रे मागिली आमेन प्रेज द लॉर्ड हालेलुया आइए जो जुड़ी तो हेले कि आज्ञा आज्ञा नमस्कार आइए प्रेज द लॉर्ड आइए आपण नथिले Yes, sir. आपण को आब्सेंट रे मु वाक्य पढ़ी देली स्वागत करी देली पुनर्बार आपण को वेलकम करबा को चाहे आपण को गोटे वाक्य अध्ययन करी आपण को वेलकम करबा को चाहे लिखा जाय जिसाई पुस्तक 52 अध्याय रो तार 7 जे जन सुसमाचार आणु अछि जे शांति प्रचार करू अछि जे मंगल रो सुसमाचार आणु अछि जे परित्राण प्रचार करू अछि जे सियोन को तुम परमेश्वर राज्य करंती बोली कहू अछि ताहार चरण पर्वत गणर ऊपर किपरि शोभा पाए ए वाक्य दे प्रभु यीशु ख्रीष्ट को नाम रे आपण को रियल मिनिस्ट्री रे स्वागत करे आज्ञा आपण वर्तमान आपणकर समय आपण वाक्य रे हम मानन को कढाई नथिबा हेबे आज्ञा प्रेज द लॉर्ड आज्ञा प्रेज द लॉर्ड वर्तमान प्रेज आपणकर द लॉर्ड समय आपण खाई नियंतु आज्ञा प्रभुंकर नामर धन्यवाद हो प्रभु आम मान को प्रेम करी दया करी आम मान सहाय हेइछंती ए पर्यंत आम मान को बही आनिछंती तांकर दया तांकर आशीर्वाद तांकर करुणा आम मान को पई प्रचुर करी साहाय्य उपकार करिसंती मो प्रभु को सेति पई धन्यवाद दउछि आउ प्रात समय रे प्रभुंकर निकटवर्ती हेबा पई प्रभुंकर सेवा प्रभुंकर आराधना प्रभुंकर गौरव करबा पई प्रभु मन को सुंदर सुजोग आनी देइछंती मु सेति पई प्रभु को धन्यवाद दउछि
ठीक अच्छे। हालेलुया, प्रेज द लॉर्ड। मु प्रभु को धन्यवाद दूची रियल मिनिस्ट्री ऑफ इंडिया पाई। प्रभु मते सुजोग देइछंती ए अनुष्ठान माध्यम रे प्रभुंकर सेवा, प्रभुंकर आराधना, प्रभुंकर गौरव करिबा पाई सहाय हेइछंती। मु प्रभु को धन्यवाद दूची। प्रभु को धन्यवाद दूची आजिर उपासना परिचालना करुथुबा प्रभुंकर प्रिय दासी पाई। प्रभु ताको आशीर्वाद करंतु एवं वर्शिप करिथिबा प्रभुंकर दासंक पाई मध्य मु धन्यवाद दूची। प्रभु सेमान विशेष करी आशीर्वाद करंतु, दया करंतु, तांकर अनुग्रह जोग करंतु। आजिर ध्यान निमंते पवित्र बाइबल रो हमने पाठ करिबा प्रकाशित वाक्य तार 6 अध्याय 1 पदरु 8 पद पर्यंत हमने पाठ करिबा। केई जने दया करी साहाय्य करिवे। ତହୁ ମୁଁ ମେଷ ଶାବକ ମୁଦ୍ରା ମଧ୍ୟରୁ ପ୍ରଥମ ମୁଦ୍ରା ଭାଙ୍ଗିବାର ଦେଖିଲି, ଆଉ ଚାରି ପ୍ରାଣୀଙ୍କ ମଧ୍ୟରୁ ଜଣକୁ ଘୋଷ ସ୍ୱରରେ ଏହା ହୋଇଥିବା ଶୁଣିଲି। ସେଥିରେ ଦୃଷ୍ଟିପାତ କଲି, ଆଉ ଦେଖ ଗୋଟିଏ ଶୁକ୍ଳବର୍ଣ୍ଣ ଅଶ୍ବ, ତାହାର ଆରୋହୀଙ୍କ ହସ୍ତରେ ଗୋଟିଏ ଧନୁ, ତାହାଙ୍କୁ ଏକ ମୁକୁଟ ଦତ୍ତ ହେଲା, ଆଉ ସେ ବିଜୟୀ ହୋଇ ଜୟ କରିବାକୁ ବାହାରିଲେ। ମେଷ ଶାବକ ଯେତେବେଳେ ଦ୍ୱିତୀୟ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଦ୍ୟ ପ୍ରାଣୀ କି ଏହା କହୁଥିବା ଶୁଣିଲି, ଆସ। ସେଥିରେ ଆଉ ଗୋଟିଏ ଅଶ୍ବ ବାହାର ହେଲା, ତାହା ଲୋହିତ ବର୍ଣ୍ଣ। ଲୋକେ ଯେପରି ପରସ୍ପରକୁ ହତ୍ୟା କରନ୍ତି, ଏଥି ନିମନ୍ତେ ପୃଥିବୀରୁ ଶାନ୍ତି ଦୂର କରିବା ନିମନ୍ତେ ତାହାର ଆରୋହୀଙ୍କୁ କ୍ଷମତା ଦିଆଗଲା। ପୁଣି ତାହାଙ୍କୁ ଗୋଟିଏ ବୃହତ୍ ଖଡ୍ଗ ଦତ୍ତ ହେଲା। ମେଷ ଶାବକ ଯେତେବେଳେ ତୃତୀୟ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ତୃତୀୟ ପ୍ରାଣୀ କି ଏହା କହୁଥିବା ଶୁଣିଲି, ଆସ। ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ ଗୋଟିଏ କୃଷ୍ଣବର୍ଣ୍ଣ ଅଶ୍ବ, ପୁଣି ତାହାର ଆରୋହୀର ହସ୍ତରେ ଗୋଟିଏ ତରାଜୁ। ଆଉ ମୁଁ ପ୍ରାଣୀଙ୍କ ମଧ୍ୟରୁ ନିର୍ଗତ ହେଲା ପରି ଏହି ସ୍ୱର ଶୁଣିଲି, ଟଙ୍କାକୁ ସେରେ ଗହମ ଓ ଟଙ୍କାକୁ 300 ଜବ ହବ, କିନ୍ତୁ ତୁମ୍ଭେ ତୈଳ ଓ ଦ୍ରାକ୍ଷାରସ କ୍ଷତି କର ନାହିଁ। ମେଷ ଶାବକ ଯେତେବେଳେ ଚତୁର୍ଥ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ଚତୁର୍ଥ ପ୍ରାଣୀ କି ଏହା କହୁଥିବାର ଶୁଣିଲି, ଆସ। ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ ଗୋଟିଏ ପାଣ୍ଡୁବର୍ଣ୍ଣ ଅଶ୍ବ, ତାହାର ଆରୋହୀର ନାମ ମୃତ୍ୟୁ, ପୁଣି ପାତାଳ ତାହାର ପଶ୍ଚାତ ଗମନ କରୁଥିଲା। ଖଡ୍ଗ, ଦୁର୍ଭିକ୍ଷ, ମହାମାରୀ ଓ ପୃଥିବୀର ବନ୍ୟ ପଶୁମାନଙ୍କ ଦ୍ୱାରା ବିନାଶ କରିବାକୁ ପୃଥିବୀର ଚତୁର୍ଥାଂଶ ଉପରେ ସେମାନଙ୍କୁ କ୍ଷମତା ଦିଆଗଲା। बहुत बहुत धन्यवाद प्रभु। ए पठित वाक्य रे श्रवण रे आम समस्त को आशीर्वाद करंतु। प्रभुंकर नामर धन्यवाद हो, प्रभुंकर नामर गौरव हो, कारण प्रभु आम मान को प्रेम करी ए पर्यंत बही आनी छंती। प्रातः समय रे प्रभुंकर पाद तल बसी सेवा आराधना करू करू प्रभुंकर वाक्य बुझिबा पाई प्रभु आम मान को सुजोग देई छंती, आम मान कर सहाय हेई छंती। मो सेति पाई प्रभु को धन्यवाद दूची। प्रकाशित वाक्य 6 अध्याय किछि आघात देवा बा क्लेश देवा विषय प्रकाश करुछि। आमे जितेबळे पूर्व अध्याय गुड़िक आलोचना करूथुलु, आउ सेथिरे आमे देखुथुलु स्वर्ग रे कि प्रकार भाव ईश्वरंकर सेवा करा जाउछि, ईश्वरंकर उपासना करा जाउछि, ईश्वरंकर स्तुति करा जाउछि। से विषय रे आमे माने आलोचना करूथुलु। एक गुरुत्वपूर्ण विषय आमने देखुथुलु जे स्वर्ग रे कि प्रकार भाव रे 24 प्राचीन चारि प्राणी ईश्वरंकर सेवा, ईश्वरंकर आराधना करूछंती, ईश्वरंकर स्तुति करूछंती। से विषय रे आमे माने आलोचना करूथुलु एवं ईश्वरंकर कि प्रकार भाव रे स्तुति वंदना करा जाउछि, गीत गुड़िक बोला जाउछि। से समस्त विषय आमने आलोचना करूथुलु। किंतु वर्तमान
गोटे दुखर विषय, गोटे क्लेशर विषय, गोटे जंत्रणार विषय, ये समस्त विषय आम मैंने देखा जाऊँ। वर्तमान क्लेश, दुख, समस्या, कष्ट, असुविधार विषय गुड़िक वर्तमान आमे देखा जाऊँ। चतुर्थ और पंचम अध्याय आमने स्वर्गीय विषय गुड़िक देखिलु, किंतु वर्तमान आमने पृथ्वी रे घटुथिबा विषय गुड़िक 6 अध्याय रु 19 अध्याय पर्यंत आमने पृथ्वी रे घटुथिबा विषय गुड़िक आमने वर्तमान देखिबु। अर्थात पृथ्वी रे जो समस्त विचार घटिबा जाउछि बा हेबा जाउछि, अर्थात विचार दृश्य आमे माने देखिबा जाउछु। जो 7 वर्ष महाक्लेश हेबा जाउछि, 7 वर्ष महाक्लेशर समय होछि एवं से क्लेशर विषय बा जंत्रणार विषय 6 अध्याय रु 19 अध्याय पर्यंत, अर्थात ताकू 2 भाग रे विभक्त करा जाए। गोटे होछि प्रथम 3.5 वर्ष एवं द्वितीयटी आउ 3.5 वर्ष। ए प्रकार भाव रे 7 वर्ष, प्राय 7 वर्ष समुदाय 7 वर्ष आ ए क्लेश आ घटिबो, जहा को कि माने महाक्लेश बोली आमे कहूछु। 3.5 वर्ष टिके क्लेश, टिके शांति, टिके क्लेश, टिके शांति, किंतु आउ 3.5 वर्ष केवल क्लेश ही क्लेश ही क्लेश ही महाक्लेश घटिबो। आउ ए समस्त घटना को बाइबल स्पष्ट भाव रे प्रकाश करिछि। जिरिमियो तार 30 अध्याय 7 पद लेखा अछि, हाय हाय से दिन महान, ताहा तुल्य दिन आउ नाही, ताहा जाकुबर संकट काल, मात्र से तहिरु उद्धार पाइबो। ए समय को संकट काल बोलिकरी कहा जाइछि। आउ से दिन तुल्य आउ नाही, ए प्रकार गोटे भयंकर दिन, क्लेशर दिन, समस्यार दिन आसुछि, ताकू संकट काल बोली कहा जाइछि। दानिएल तार 12 अध्याय 1 पदर मध्य से प्रकार कहा जाइछि। आउ से समय रे, से संकट काल समय रे ईश्वरंकर लोकमानकर सपक्ष रे, अर्थात इस्राएल लोकमानकर सपक्ष रे आउ मिखाएल दूत से ठिया हेबे, जहा कि दानिएल प्रकाश करंती। संकट काल जेतेबेले आसीबो, से समय रे से सेमानकर संगरे रहिबे, आ प्रत्येकंकु उद्धार करा जिवो, प्रत्येकंकु रक्षा करा जिवो। माथ्यू तार 24 अध्याय 3 पदरु 24 पद पर्यंत जदि पढ़िबु, सेठी से शेष दिन संबंधी विषय लेखा अछि। 21 एवं 22 पद जदि हम पढ़िबु, महाक्लेशर समय बोली लेखा अछि। कारण सेतेबेले एपरि महाक्लेश घटिबो जे जगतर आरंभरु आज पर्यंत घटी नाही, पुणी केबे हे घटिबो नाही। अर्थात शेष समय, क्लेशर समय, संकटर समय बाइबल आमन को यह स्पष्ट भाव रे कहूछि। तेबे प्रभुंकर प्रिय पिला माने, प्रभु आमन को केड़े प्रेम करिसंती, केड़े दया करिसंती, जो द्वारा कि आमने ए समस्त विषय आगुरु जानी पारुछु। आग आसंता दिन रे कोन कोन सब घटिबा पई जाउछि, भविष्यत रे कोन सब घटिबा पई जाउछि, ताहा आगुरु आमे माने जानी पारुछु। तेबे आमे पूर्व अध्याय रे आलोचना करिथिलु जे ईश्वरंकर हस्तरे से पुस्तक अछि, जहार कि 7टी मुद्रा लागिछि, एवं वर्तमान गोटे परे गोटे मुद्रा भंगा जाउछि। आ सेतबेले गोटे परे गोटे क्लेश, गोटे परे गोटे क्लेश बा विचार समय उपस्थित होउछि। ताहेले वर्तमान आमे आलोचना करिबा ना कोन? प्रथम टी होउछि
the white horse of deception, ବିଶ୍ୱାସଘାତକ ର ଧଳା ଅଶ୍ଵ ବା ପ୍ରକୃତରେ ପ୍ରତାରଣାର ଧଳା ଘୋଡା। ମୁଁ ତାକୁ ଗୋଟେ ବିଶ୍ୱାସଘାତକ ବୋଲିକି ଏକ୍ସଟ୍ରା ମିଶେଇଛି। ତାହେଲେ ଏଇଠି ଆମେ ଦେଖୁଛୁ ଗୋଟେ ଧଳା ଘୋଡା ବାହାରିବାର, ଗୋଟେ ଧଳା ଅଶ୍ଵ। 2 ପଦରେ ଲେଖା ଅଛି ଶୁକ୍ଳ ବର୍ଣ୍ଣ ଅଶ୍ଵ, ଅର୍ଥାତ ଗୋଟେ ଧଳା ଅଶ୍ଵ, ଗୋଟେ ଧଳା ଘୋଡା, ଆଉ ତା ଉପରେ ଜଣେ ଆରୋହୀ ବସିଛନ୍ତି, ତା ଉପରେ ବସିଛନ୍ତି। ତାକୁ ମୁକୁଟ ମଧ୍ୟ ଦିଆଯାଇଛି, ଆଉ ସେ ବିଜୟ ହୋଇ ଜୟ କରିବା ପାଇଁ ସେ ବାହାରି ଯିବା କଥା ବାଇବଲ ପ୍ରକାଶ କରୁଛି। ତେବେ ଏ ଲୋକଟା କିଏ? ତାହେଲେ ଏଇ ଯୋଉ ଧଳା ଘୋଡା ଉପରେ ବସିକି ଆସିବା ଏ ବ୍ୟକ୍ତି କିଏ ଅଟନ୍ତି? ମୁଁ ପ୍ରଶ୍ନ ପଚାରିବି, ଆଉ କିଏ ଯଦି ଉତ୍ତର ଦେବେ ଦୟାକରି କହିପାରିବେ କି ଏଇ ଯୋଉ ଧଳା ଘୋଡା ଉପରେ ବସିଥିବା ଲୋକଟି କିଏ? ଉତ୍ତର ଅଛି କାହା ପାଖରେ? ମତେ ଟିକେ ସାହାଯ୍ୟ କରିବେ। ଯାହାକୁ କି ମୁକୁଟ ଦିଆଯାଇଛି ଏବଂ ସେ ଜୟ କରିଛନ୍ତି, ଆଉ ବିଜୟ ହେଇକିରି ସେ ଜୟ କରିବା ପାଇଁ ବାହାରୁଛନ୍ତି। 2 ପଦ ଯାହା ପ୍ରକାଶ କରୁଛି, ଏଇ ଲୋକଟି କିଏ ଅଟନ୍ତି? ଉତ୍ତର ପାଇଁ ଅପେକ୍ଷା ଅଛି, ଅପେକ୍ଷା କରିଛି। ନାଇଁ, ଉତ୍ତର ଅପେକ୍ଷା ଆସୁନଥିବା ହେତୁ ମୁଁ ଆଗକୁ ବଢୁଛି। କିଏ କୁହନ୍ତି ନା ଯୀଶୁ ହେଇଥିବେ? ନା ଯୀଶୁ ନୁହନ୍ତି, ସେ ହଉଛନ୍ତି ଭଣ୍ଡ ଖ୍ରୀଷ୍ଟ। ସେ ଖ୍ରୀଷ୍ଟ ନୁହନ୍ତି, ମାତ୍ର ସେ ଭଣ୍ଡ ଖ୍ରୀଷ୍ଟ ଅଟନ୍ତି। ଯଦି 19 ଅଧ୍ୟାୟ 11 ପଦରୁ 16 ପଦ ଦେଖିବେ, ପ୍ରାୟ ଏଇ ପ୍ରକାର ଗୋଟେ ଧଳା ଘୋଡା ଚଢିକିରି ଆସିବା କଥା ପ୍ରକାଶ କରାଯାଉଛି, ଆଉ ସେ ହଉଛନ୍ତି ଯୀଶୁ। କିନ୍ତୁ ଯୀଶୁ ବୋଲିକିରି କହୁଛନ୍ତି, କିନ୍ତୁ ନା, ସେ ଯୀଶୁ ନୁହନ୍ତି। ଏ ଯୀଶୁ ନୁହନ୍ତି। ଏଇ ଧଳା ଘୋଡା ଉପରେ ଆସୁଥିବା ଏଇ ବ୍ୟକ୍ତି ସେ ଯୀଶୁ ନୁହନ୍ତି। ଯଦିବା ସେଥିରେ 19 ଅଧ୍ୟାୟରେ ଯଦି ଦେଖିବୁ ତାହେଲେ ଠିକ ଅଛି ସେଥିରେ, କିନ୍ତୁ ଏଇଠି ନୁହେଁ। ଏ ଯୀଶୁ ଖ୍ରୀଷ୍ଟ ନୁହନ୍ତି, ସେ ହଉଛନ୍ତି ଭଣ୍ଡ ଖ୍ରୀଷ୍ଟ ବା ଖ୍ରୀଷ୍ଟ ବିରୋଧୀ। ଏଇ ବ୍ୟକ୍ତି ଯୀଶୁ ଖ୍ରୀଷ୍ଟ ନୁହନ୍ତି। ତାର କାରଣ କଣ? ଏ କାହିଁକି ଯୀଶୁ ଖ୍ରୀଷ୍ଟ ହେଇପାରିବେ ନାହିଁ? କାରଣ ଏକା ସମୟରେ ଜଣେ ଗୋଟିଏ କାମ ସେ କରିପାରିବ ନାହିଁ। ଗୋଟେ ଘୋଡାରେ ଆସି ବିଜୟ ହେବା କଥା ଏବଂ ମୁଦ୍ରା ଭାଙ୍ଗିବା କଥା ଏକା ସାଙ୍ଗେ ହେଇପାରିବ ନାହିଁ। ସ୍ୱର୍ଗରେ ଗୋଟେ ବିଷୟ ଘଟୁଛି ଏବଂ ପୃଥିବୀରେ ଆଉ ଗୋଟେ ବିଷୟ ଘଟୁଛି, ଏଣୁ 2ଟି ବିଷୟ ଅଲଗା ଅଲଗା ଅଟେ। 6 ଅଧ୍ୟାୟ 1 ପଦରେ ଯଦି ଦେଖିବୁ, ସେଠି ମୁଦ୍ରା ଭାଙ୍ଗିବା କଥା ଲେଖା ଅଛି, ଅର୍ଥାତ ଗୋଟେ ହଉଛି ସ୍ୱର୍ଗର ଦୃଶ୍ୟ, ଆଉ ଗୋଟେ ହଉଛି ପୃଥିବୀର ଦୃଶ୍ୟ ଅଟେ। ଏଇ ଆରୋହୀକୁ ମୁକୁଟ ସବୁ ଦିଆଯାଇଛି, ସେ ମୁକୁଟ ପିନ୍ଧିଛନ୍ତି, ତାହା ହଉଛି ବିଜୟର ପ୍ରତୀକ ଅଟେ ବା ବିଜୟର ମୁକୁଟ ଅଟେ। ତାକୁ ପୁରସ୍କାର ଭାବରେ, ପୁରସ୍କାର ସୂତ୍ରରେ ଏହା ତାଙ୍କୁ ଦିଆଯାଇଛି। ମାତ୍ର ଯୀଶୁ ଅନେକ ମୁକୁଟ ପିନ୍ଧିବା କଥା ବାଇବଲ ପ୍ରକାଶ କରେ। ଯୀଶୁ ଅନେକ ମୁକୁଟ ପିନ୍ଧିଛନ୍ତି, ଅର୍ଥାତ ସେ ହଉଛନ୍ତି ରାଜା ମାନଙ୍କର ରାଜା, ସେ ହଉଛନ୍ତି ପ୍ରଭୁ ମାନଙ୍କର ପ୍ରଭୁ, ଏବଂ ତାଙ୍କର ଜନ୍ମଗତ ଅଧିକାର ଅଛି। ସେ ଆରମ୍ଭରୁ ସେ ମୁକୁଟ ତାଙ୍କ ପାଖରେ ଅଛି, ତାଙ୍କୁ ଦିଆଯାଇ ନାହିଁ, ପୁରସ୍କାର ଭାବରେ ଦିଆଯାଇ ନାହିଁ, ତାଙ୍କ ପାଖରେ ଆଗରୁ ଅଛି। ଆଉ ତାଙ୍କର ଅନେକ ମୁକୁଟ ଅଛି। ଏଇ ଆରୋହୀ ସେ ତା ପାଖରେ ଗୋଟେ କଣ ଅଛି ନା ଧନୁ ଅଛି, ଧନୁ ଧରିଛନ୍ତି। ମାତ୍ର ଯୀଶୁଙ୍କ ପାଖରେ ଧନୁ ନାହିଁ, ସେ ଖଡ୍ଗ ଧାରୀ, ସେ ଖଡ୍ଗ ଧାରଣ କରନ୍ତି।
19 ଅଧ୍ୟାୟ 15 ପଦ ଯଦି ପଢିବୁ, ସେଇ ଖଡ୍ଗ ଧରିବା ଲୋକ। ପ୍ରିୟ ପ୍ରଭୁଙ୍କର ପିଲାମାନେ, ଏଣୁକରି ଆମେ କହିପାରିବୁ ଯେ ଏଇ ଆରୋହୀ ସେ ଖ୍ରୀଷ୍ଟ ନୁହନ୍ତି, ମାତ୍ର ସେ ଭଣ୍ଡ ଖ୍ରୀଷ୍ଟ ଅଟନ୍ତି। ତାହେଲେ ଏହାକୁ ଏଇ ପଦ ଅନୁଯାୟୀ ଆମେ କହୁଛୁ ବା ଜଗତ କହୁଛି, ସେ ପଦ କହୁଛି ଯେ ସେ ହଉଛନ୍ତି ଜଣେ ଶାନ୍ତିର ବ୍ୟକ୍ତି ଅଟନ୍ତି। ହି ଇଜ ଏ ମ୍ୟାନ ଅଫ ପିସ୍। ସେ ଜଣେ ଶାନ୍ତିର ବ୍ୟକ୍ତି ଅଟନ୍ତି। ଏଇ ଆରୋହୀକୁ ଆଜିର ପ୍ରସଙ୍ଗର ନାମଟି ହେଉଛି ଆର୍ ଅଶ୍ୱାରୋହୀ ବା ଘୋଡାରେ ଚଢି ଆସୁଥିବା ଲୋକ। ଅଶ୍ୱାରୋହୀ ଶାନ୍ତିର ବ୍ୟକ୍ତି ଅଟନ୍ତି ସେ। ଏଇ ଆରୋହୀଙ୍କ ହାତରେ ଗୋଟେ ଧନୁ ଅଛି, ମାତ୍ର ତାଙ୍କର କୌଣସି ତୀର ନାହିଁ। ଯଦିବା ଚିତ୍ରରେ ଅଛି, ସେ ଫଟୋରେ ଅଛି, ଗୋଟେ ତୀର ଅଛି, କିନ୍ତୁ ପ୍ରକୃତରେ ତୀର କଥା ବାଇବଲରେ ଲେଖା ଯାଇନାହିଁ। ଗୋଟେ ଧନୁ ଅଛି ବୋଲି ଲେଖା ଅଛି। ତାର ଅର୍ଥ ହଉଛି ସେ ଯେ ରକ୍ତପାତ ବିନା ଜଗତକୁ ଜୟ କରିବେ। ରକ୍ତପାତ ବିନା ସେ କୌଣସି ଭାବରେ ରକ୍ତପାତ କରିବେ ନାହିଁ, ମାତ୍ର ତା ପୂର୍ବରୁ ସେ ଜୟ କରିବେ। କେବଳ କଥା କଥାରେ ସମସ୍ତଙ୍କୁ ସେ ଜୟ କରିବେ, ବିଜୟ ହାସଲ କରିବେ। ଯେମିତିକି ବର୍ତ୍ତମାନ ସମୟରେ ଚାଲୁଛି। କେବଳ ଏତିକି ଖାଲି କହିଲି, समझदारी को इशारा काफी है। ସେ ଏକ ଧଳା ଘୋଡାରେ ବସିଛନ୍ତି ବା ଆସୁଛନ୍ତି। ତାର ଅର୍ଥ ହଉଛି ଏହା ଶାନ୍ତିର ପ୍ରତିଶ୍ରୁତି ନେଇକିରି ସେ ଆସୁଛନ୍ତି, ଶାନ୍ତିର ବିଷୟ ନେଇକିରି ସେ ଆସୁଛନ୍ତି। ଯେତେବେଳେ ସେ ଏଇ ଖ୍ରୀଷ୍ଟ ବିରୋଧୀ ବା ଭଣ୍ଡ ଖ୍ରୀଷ୍ଟ ଆସିବେ, ସେ ବିଶ୍ୱର ସମସ୍ୟାର ସମାଧାନ ନେଇକିରି ଆସିବେ। ସମାଧାନ କରିଦେବି, ମୁଁ ବିଶ୍ୱକୁ ଶାନ୍ତି ଆଣିଦେବି। ଯୋଉ ସମସ୍ତ ଅଶାନ୍ତି ଅଛି, ସମସ୍ୟା ଅଛି, ଅସୁବିଧା ଅଛି, ସବୁ ବିଷୟକୁ ମୁଁ ସମାଧାନ କରିଦେବି। ଅଶାନ୍ତିକୁ ଦୂର କରିଦେବି, ଶାନ୍ତି ପ୍ରତିଷ୍ଠା କରିବି। ଯୋଉ ଯୁଦ୍ଧ ସବୁ ଚାଲିଛି, ଏଇ ଯୁଦ୍ଧକୁ ମୁଁ ବନ୍ଦ କରିଦେବି। ଆଉ ମୁଁ ସେଇ ଶାନ୍ତି ରାଜା ଅଟେ ବୋଲି ସେ ନିଜକୁ ପ୍ରକାଶ କରିବେ। ଆଉ ସେଥିପାଇଁ ତାକୁ ଲୋକମାନେ କହିବେ ସେ ହଉଛନ୍ତି ଶାନ୍ତିର ବ୍ୟକ୍ତି। ଆଉ ସେ ଜଣେ ଭଣ୍ଡ ଖ୍ରୀଷ୍ଟ ସମସ୍ତ ଖ୍ରୀଷ୍ଟିଆନ ମାନଙ୍କର ଅଦୃଶ୍ୟ ହେବା ବିଷୟରେ ଏକ ବ୍ୟାଖ୍ୟା ନେଇକିରି ଆସିବ। ଅର୍ଥାତ୍ ଯୋଉ ଖ୍ରୀଷ୍ଟିଆନ ମାନେ ବର୍ତ୍ତମାନ ଅଦୃଶ୍ୟ ହେଇଯାଇଛନ୍ତି, ଦେଖା ଯାଉନାହାନ୍ତି, ସେମାନେ କୋଉଠି ଅଛନ୍ତି, କିପରି ଅଛନ୍ତି, କିଏ ତାଙ୍କୁ ନେଇଯାଇଛନ୍ତି, ଏ ବିଷୟ ନେଇକିରି ସେ ଆସିବେ। ଅର୍ଥାତ୍ ସେ ସମୟରେ ଖ୍ରୀଷ୍ଟ ବିଶ୍ୱାସୀ ମାନେ ଦେଖା ଯାଉନଥିବେ, ସେମାନେ ଉଭେଇ ଯାଇଛନ୍ତି, ସେମାନେ ଅଦୃଶ୍ୟ ହେଇଯାଇଛନ୍ତି। କିଏ ସେମାନଙ୍କୁ ନେଇ ଯାଇଛନ୍ତି ଜଣା ନାହିଁ। ଲୋକମାନେ ସେ ସମୟରେ ଖୋଜୁଥିବେ ଯେ ଏ ପ୍ରକାର ଗୋଟେ ରାଜା ଆସନ୍ତୁ, ଯେ କି ଆମମାନଙ୍କୁ ଆମର ଲୋକମାନଙ୍କୁ ଫେରେଇ ଦେବେ, ଏ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଫେରେଇ ଦେବେ, ଏ ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କୁ ଫେରେଇ ଦେବେ। ଅର୍ଥାତ୍ ସେ ସମୟରେ ଖ୍ରୀଷ୍ଟ ବିଶ୍ୱାସୀ ମାନେ ଊର୍ଦ୍ଧ୍ୱକୁ ଚାଲି ଯାଇଥିବେ। ଅର୍ଥାତ୍ ସେମାନଙ୍କର ରେପଚର ହେଇଯାଇଥିବ, ମହା ଉଲ୍ଲାସର ଦିନ ସେମାନଙ୍କ ପାଇଁ ଆସି ଯାଇଥିବ। ଆଉ ସେମାନଙ୍କୁ ଖୋଜା ଯାଉଥିବ, ମୋର ପୁଅ କୁଆଡେ ଗଲା, ମୋର ଝିଅ କୁଆଡେ ଗଲା, ସେ ମୋର ପଡିଶା ଲୋକ, ଘର ଲୋକ, ସେମାନେ କୁଆଡେ ଗଲେ, ଆଉ ଦେଖା ଯାଉନାହାନ୍ତି। ସେମାନଙ୍କର ଘର ଖାଲି ପଡିଛି, ଦେଖା ଯାଉନାହାନ୍ତି, କୁଆଡେ ସେମାନେ ଚାଲିଗଲେ। ଏ ପ୍ରକାର ଗୋଟେ ସମୟ ଆସି ଯାଇଥିବ। ସେଥିପାଇଁ ଏଇ ଲୋକଟି ଯେ କି ଜଣେ ଶାନ୍ତିର ବ୍ୟକ୍ତି ଭାବରେ ପରିଚିତ ହେଇକିରି ଆସିବେ, ସେ କହିବେ ମୁଁ ଏଇ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଆଣିବି, ସେମାନେ କୋଉଠି ଅଛନ୍ତି ମୁଁ ଜାଣିଛି, ଆଉ ମୁଁ ଯଦି ରାଜା ହୁଏ ସେମାନଙ୍କୁ ନିଶ୍ଚୟ ଫେରେଇକିରି ଆଣିବି। ଏ ପ୍ରକାର ଭାବରେ ସେ ଗୋଟିଏ ଶାନ୍ତିର କଥା କହିକିରି ସେ ଆସିବ। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବାର ଗୋଟିଏ ଆଶା
बा गोटे प्रतिश्रुति से दब आ ए प्रकार शांतिर योजना सहित से आसीबो एणु लोक माने ताकू ग्रहण करिवे अर्थात से प्रतारणा करुछि विश्वासघातक करुछि से होचंती जणे प्रतारक से प्रतारक भाव से आसीबे जदि बा लोक माने कहउछंती शांतिर व्यक्ति किंतु ना प्रकृत रे से शांतिर व्यक्ति नुहंती मात्र से विश्वासघातक आओ समग्र विश्वर नेता माने विश्वर लोक माने तांको शासनकर्ता भावरे ताको ग्रहण करिवे गोटे शासक भावरे शांतिर शासक भावरे एई लोकंको ग्रहण करिवे कारण से अनेकंको उद्धार करिबा पई जाउछंती शांति आ फेरे आनिबा पई पृथ्वी रे शांति देबा पई चाहुछंती एणु लोक माने ताको ग्रहण करिवे आ से समय रे विश्व अशांत रे परिपूर्ण हो जाइथिबो वर्तमान तो देखुछु युद्ध सब चली यूक्रेन विरुद्ध रे रशिया युद्ध चली इस्राएल विरुद्ध रे पैलेस्टाइन रो युद्ध ईरान रो युद्ध ए प्रकार युद्ध सब चली तेबे से समय रे परिस्थिति भयंकर थिबो अशांति रे परिपूर्ण थिबो कारण प्रभुंकर लोक माने ख्रिस्टियन लोक माने से माने चली जाइछन्ति प्रभुंक पाखकु चली जाइथिबे तामाने पृथ्वीर परिस्थिति भयंकर बा खराब परिस्थिति सृष्टि हेइथिबो जणे हिस्टोरियन कोंती आर्नोल्ड टोइनबे से एमती लिखिछन्ति तांकर गोटे बही रे आमे एपरी जणे व्यक्तिंक पय अपेक्षा रे अछु जे कि पृथ्वी को शांति देबा पय प्रतिश्रुति देई पारिबे जदि से आसीबे ए प्रकार जणे व्यक्ति आसीबे तेबे आमे सेही व्यक्ति को देवता भावरे ग्रहण करिबु जणे राजा भावरे नुहे केवल सेतिकी नुहे मात्र जणे देवता भावरे जणे प्रभु भावरे ताको आमने ग्रहण करिबु जदि से पृथ्वी को शांति देई पारिबे तांकर पुस्तक रे से प्रकार से प्रकाश करन प्रिय प्रभुंकर पिला माने जेतेबेले से आसीबे अर्थात ए प्रतारक बा विश्वासघातक से आसीबे सेतेबेले पृथ्वीर लोक माने पृथ्वीर नेता माने तांकु स्वागत करिवे ताको ग्रहण करिवे ताको भल पाइबे कारण से शांतिर व्यक्ति भावरे परिचित अटंती चारिआडे कारण से समय चारिआडे समस्या 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 अशांति अशांति अशांतिर परिस्थिति देखा जाउथिबो एणु एमाने ताकु शांतिर व्यक्ति भावरे ग्रहण करिबा पई बाध्य हेबे से शांतिर व्यक्ति भावरे परिचित द्वितीयटी से जणे शक्तिशाली व्यक्ति भावरे आसीबे से शक्तिशाली व्यक्ति अटंती ही इज ए मैन ऑफ पावर प्रथमटी होची पीस द्वितीयटी होची पावर से शक्तिशाली व्यक्ति अटंती से शक्तिशाली व्यक्ति भावरे से जगत को निजर परिचय देबे बाइबल रे हमने पाठ करिबा पई पाउछु एवं जानिबा पई पाउछु जे से विजय होई बा विजयी होई एवं विजय हेबा को बाहरी जाइथिले विजय अटंती एवं आहुरी विजय हेबा पई से बाहरी जाइछंती से धळा घोड़ा ऊपर बसिकी से शक्तिशाली अटंती शक्तिशाली शासक अटंती ताकू जो मुकुट दिया जाइछि बोली आमे पढ़ुछु बाइबल रे पढ़ुछु तार अर्थ होछि से ताकू शक्ति दिया जाइछि ताकू पावर दिया जाइछि से समस्त विषय रो अधिकारी अटंती ताकू अधिकार दिया जाइछि ताकू क्षमता दिया जाइछि 3 वर्ष 3.5 वर्ष एवं तार परवर्ती समय रे आहुरी 3.5 वर्ष
ତାକୁ ସେଇ ଅଧିକାର ଦିଆଯାଇଛି। ଅର୍ଥାତ୍ ଜଗତର ଚାବି କାଠି ତାଙ୍କ ହାତରେ ଦିଆଯାଇଛି। କର ଯାହା କରୁଛୁ କର ଦେଖିବା, କେତେ ତୋର ଶକ୍ତି ଅଛି କର ଦେଖିବା। ତାକୁ ସେଇ ପାୱାରଟି, ସେଇ ଶକ୍ତିଟି ଦିଆଯାଇଛି ସମସ୍ତ ଜାତି ଉପରେ, ସମସ୍ତ ନେତା ମାନଙ୍କର ଉପରେ, ସମସ୍ତ ରାଜା ମାନଙ୍କ ଉପରେ। ଆଉ ସେ ଶକ୍ତିଶାଳୀ ହେବେ। ଏଇ ଭଣ୍ଡ ଖ୍ରୀଷ୍ଟଙ୍କର ପାଦ ତଳେ ସମସ୍ତେ ନତମସ୍ତକ ହେବେ, ସମସ୍ତେ ତାକୁ ଗ୍ରହଣ କରିବେ, ସମସ୍ତେ ତାର ପାଦ ତଳେ ରହିବେ, ସମସ୍ତେ ତାର କ୍ଷମତାକୁ, ତାର ଅଧିକାରକୁ ସମସ୍ତେ ଗ୍ରହଣ କରିବେ। ପ୍ରିୟ ପ୍ରଭୁଙ୍କର ପିଲାମାନେ, ରାଜା ମାନଙ୍କର ରାଜାଙ୍କୁ ଏଇ ଜଗତର ଲୋକମାନେ ଅସ୍ୱୀକାର କଲେ। ଜଗତର ତ୍ରାଣକର୍ତ୍ତାଙ୍କୁ ଏଇ ଜଗତର ନେତାମାନେ ଅଗ୍ରାହ୍ୟ କଲେ। ପରମେଶ୍ୱରଙ୍କର ପୁତ୍ରଙ୍କୁ, ଯେ କି ଈଶ୍ୱର ଅଟନ୍ତି, ସୃଷ୍ଟିକର୍ତ୍ତା ଅଟନ୍ତି, ତାହାଙ୍କୁ ଏଇ ଜଗତର ଲୋକମାନେ ଅଗ୍ରାହ୍ୟ କଲେ। କିନ୍ତୁ ନରକର ସନ୍ତାନକୁ ଏଇ ଜଗତର ଲୋକମାନେ ସମସ୍ତ ସୁବିଧା ପ୍ରଦାନ କରିବେ। ସେ ହଉଛନ୍ତି ଶକ୍ତିଶାଳୀ ବ୍ୟକ୍ତି ବୋଲି ନିଜକୁ ପରିଚୟ ଦଉଥିବାରୁ ଏବଂ ତାଙ୍କୁ ସେ ଅଧିକାର ଦିଆଯାଇଥିବାରୁ ଏଇ ଜଗତର ଲୋକମାନେ ତାକୁ ଗ୍ରହଣ କରିବେ। ସେ ହଉଛନ୍ତି ଶକ୍ତିଶାଳୀ ବ୍ୟକ୍ତି। କିଏ? ଭଣ୍ଡ ଖ୍ରୀଷ୍ଟ। ସେ ଶାନ୍ତିର ବ୍ୟକ୍ତି ଏବଂ ସେ ଶକ୍ତିଶାଳୀ ବ୍ୟକ୍ତି। ଏବଂ ତୃତୀୟ ବିଷୟଟି ହେଉଛି ଏହା, he is a man of pretense। ସେ ଜଣେ ଛଳନା ବ୍ୟକ୍ତି ଅଟନ୍ତି, ଛଳନାକାରୀ ବ୍ୟକ୍ତି ବା ପ୍ରତାରକ ଅଟନ୍ତି। ଭଣ୍ଡ ଖ୍ରୀଷ୍ଟ ନିଜକୁ ଜଣେ ଭଦ୍ର ବ୍ୟକ୍ତି ଭାବରେ, ଶାନ୍ତିର ବ୍ୟକ୍ତି ଭାବରେ ସେ ନିଜକୁ ଲୋକମାନଙ୍କ ନିକଟରେ ନିଜର ପରିଚୟ ଦେବେ, କିନ୍ତୁ ପ୍ରକୃତରେ ତାହା ସେ ନୁହନ୍ତି। ପ୍ରକୃତରେ ସେ ଶାନ୍ତିର ବ୍ୟକ୍ତି ନୁହନ୍ତି, ସେ ଜଣେ ଭଦ୍ର ବ୍ୟକ୍ତି ନୁହନ୍ତି। ଉପରେ ଗୋଟେ ଭିତରେ ଗୋଟେ, ଉପରେ ଦେଖାଯାଉଛନ୍ତି ଶାନ୍ତିର ବ୍ୟକ୍ତି, ଭଦ୍ର ବ୍ୟକ୍ତି, ଭଲ ଲୋକ ପରି, କିନ୍ତୁ ସେ ଛଳନା କରୁଛନ୍ତି, ସେ ପ୍ରତାରଣା କରୁଛନ୍ତି। ତା ଭିତରେ ଆଉ ଗୋଟେ ବିଷୟ ଅଛି। ଧଳା ଘୋଡା ଉପରେ ବସିବାର ଅର୍ଥ ଏହା ହେଇପାରେ, ଆମେ କେତେବେଳେ ବି ଯେତେବେଳେ ଧଳା ବିଷୟକୁ କହୁ, ଧଳାର ଅର୍ଥ ହଉଛି ପବିତ୍ର, ଶୁଦ୍ଧ। ଧଳା କହିବା କ୍ଷଣି ଆମେ ଏଇ କଥାକୁ ବୁଝୁ, ପବିତ୍ରତାକୁ ବୁଝୁ, ଶୁଦ୍ଧ ବିଷୟକୁ ବୁଝୁ, ଭଲ ବିଷୟକୁ ବୁଝୁ, ଉତ୍ତମତାର ବିଷୟକୁ ବୁଝୁ। ଆଉ ସେଥିପାଇଁ ଏଇ ଲୋକଟି ଅର୍ଥାତ୍ ଭଣ୍ଡ ଖ୍ରୀଷ୍ଟ ସେ ଧଳା ବିଷୟକୁ ସେ ବ୍ୟବହାର କରିଛନ୍ତି। ଧଳା ଘୋଡା ଉପରେ ସେ ଚଢିକିରି ଆସୁଛନ୍ତି, କିନ୍ତୁ ପ୍ରକୃତରେ ସେ ଶାନ୍ତିର ବ୍ୟକ୍ତି ନୁହନ୍ତି, ସେ ଭଲ ବ୍ୟକ୍ତି ନୁହନ୍ତି, ସେ ପବିତ୍ର, ଶୁଦ୍ଧ ଏବଂ ଉତ୍ତମ ବ୍ୟକ୍ତି ନୁହନ୍ତି, ମାତ୍ର ସେ ଛଳନା କରୁଛନ୍ତି। ଉପରେ ଗୋଟେ ଦେଖଉଛନ୍ତି, କିନ୍ତୁ ଭିତରେ ସେ ଜଣେ ଦୁଷ୍ଟ, ସେ ଜଣେ ନିଷ୍ଠୁର ଅଟନ୍ତି। କିନ୍ତୁ ଏଇ ଲୋକମାନେ ଅର୍ଥାତ୍ ଜଗତର ଲୋକମାନେ, ଏଇ ଜଗତର ନେତାମାନେ ତାଙ୍କୁ ବିଶ୍ୱାସ କରିବେ ନା ସେ ହଉଛନ୍ତି ଭଲ ବ୍ୟକ୍ତି, ସେ ଭଲ ଲୋକ ଅଟନ୍ତି। ଏଇ କଥାକୁ ମଧ୍ୟ ପ୍ରଚାର କରାଯିବ ଯେ ଆସୁଛନ୍ତି, ସେ ଧଳା ଘୋଡା ଉପରେ ବସିକିରି ଆସୁଛନ୍ତି, ସେ ହଉଛନ୍ତି ଜଣେ ଭଲ ଲୋକ, ସେ ଶାନ୍ତିର ବ୍ୟକ୍ତି ଅଟନ୍ତି, ସେ ଶକ୍ତିଶାଳୀ ବ୍ୟକ୍ତି ଅଟନ୍ତି। ଆଉ ତାକୁ ଗ୍ରହଣ କରିବା ଏ ପ୍ରକାର ଭାବରେ ଲୋକମାନଙ୍କର ନିକଟରେ ସେ ଶାନ୍ତି ପ୍ରିୟ ବ୍ୟକ୍ତି ଅଟନ୍ତି ବୋଲି ଚିତ୍ରଣ କରାଯିବ, ପ୍ରଚାର କରାଯିବ, କୁହାଯିବ। ଆଉ ଲୋକମାନେ ମଧ୍ୟ ତାଙ୍କୁ ଜଣେ ଶାନ୍ତିର ବ୍ୟକ୍ତି ଭାବରେ ତାକୁ ଗ୍ରହଣ କରିବେ। ଭଣ୍ଡ ଖ୍ରୀଷ୍ଟ ବିଶ୍ୱ ମଞ୍ଚରେ, ବିଶ୍ୱରେ ଶାନ୍ତି, ସୁରକ୍ଷା ଏବଂ ସମୃଦ୍ଧିର ପ୍ରତିଶ୍ରୁତି ସେ ଦେବ ଯେ ମୁଁ ଏଇ ସବୁ ବିଷୟ ତୁମକୁ ଦେବି, ପ୍ରତିଶ୍ରୁତି ଦେବେ।
ଅନେକ ସମୟରେ ଏମିତି ପ୍ରତିଶ୍ରୁତି ଦିଅନ୍ତି। ପ୍ରତିଶ୍ରୁତି ସବୁ ଦିଅନ୍ତି ଏବଂ ପାୱାରକୁ ଆସନ୍ତି। ମୁଁ ଏହା କରିଦେବି, ମୁଁ ସେୟା କରିଦେବି, ମୁଁ ସେୟା କରିବି। ତେବେ ଏଇ ବ୍ୟକ୍ତି ମଧ୍ୟ ଅର୍ଥାତ୍ ଭଣ୍ଡ ଖ୍ରୀଷ୍ଟ ସେ ପ୍ରତିଶ୍ରୁତି ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇକରି ସେ ଆସିବେ, ମାତ୍ର ସେ ହଉଛନ୍ତି ଦୁଷ୍ଟ, ନିଷ୍ଠୁର ଏବଂ ଏକ ଛତ୍ରବାଦୀ ଶାସକ ହେବେ। ଏକ ଛତ୍ରବାଦୀ ଶାସକ 7 ବର୍ଷ ପର୍ଯ୍ୟନ୍ତ ସେ ଏକ ଛତ୍ରବାଦୀ ଶାସକ ଭାବରେ ଏଇ ଜଗତକୁ ସେ ଶାସନ କରିବେ। ମିଥ୍ୟାରେ ଛଳନା କରି ସେ ସବୁକୁ ନିଜର ହାତ ମୁଠାକୁ ନେବେ। ଲୋକମାନଙ୍କୁ ସେ ମିଥ୍ୟା କହିବେ, ଛଳନା କରିବେ। ପ୍ରିୟ ପ୍ରଭୁଙ୍କର ପିଲାମାନେ, ଏଇ ଜଗତର ଲୋକମାନେ ସମସ୍ତେ ପ୍ରତାରିତ ହେବେ। ତାଙ୍କର କଥାରେ ସମସ୍ତେ ମହଜି ଯିବେ, ତାଙ୍କର କଥାକୁ ସମସ୍ତେ ବିଶ୍ୱାସ କରିବେ। ହଁ ହଁ, ଠିକ କଥା, ଏ ହଉଛନ୍ତି ଶାନ୍ତିର ରାଜା, ଏ ହଉଛନ୍ତି ଶକ୍ତିଶାଳୀ ରାଜା। ସମସ୍ତେ ତାକୁ ଗ୍ରହଣ କରିବେ, ତାର ପଛରେ ହିଁ ଯିବେ ଆଉ ତାକୁ ଜଣେ ରାଜା ଭାବରେ ସେମାନେ ଉପସ୍ଥାପନ କରିବେ। କିନ୍ତୁ ପ୍ରକୃତରେ ସେ ଉତ୍ତମ ଶାସକ ନୁହନ୍ତି, ସେ ଶାନ୍ତିର ରାଜା ନୁହନ୍ତି। ଇତିହାସ ଆମମାନଙ୍କୁ ପ୍ରକାଶ କରେ ଯେ ଏ ପ୍ରକାର ଜଣେ ଦୁଷ୍ଟ ନିଷ୍ଠୁର ଲୋକଙ୍କୁ ଲୋକମାନେ ଶାସନକର୍ତ୍ତା ଭାବରେ ଗ୍ରହଣ କରିଥିଲେ। ଜଣେ ଉତ୍ତମ ରାଜା ଭାବରେ, ଜଣେ ଶାନ୍ତିର ବ୍ୟକ୍ତି ଭାବରେ ଜଣେ ଲୋକଙ୍କୁ ଏ ଜଗତର ଲୋକମାନେ ଗ୍ରହଣ କରିଥିଲେ। ଯେତେବେଳେ ବିଶ୍ୱଯୁଦ୍ଧ ହେଲା, ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଲା, ତା ପୂର୍ବରୁ, ତାର କିଛି ବର୍ଷ ପୂର୍ବରୁ ଜଣେ ଲୋକ ସେ ନିଜକୁ ଜଣେ ଶାନ୍ତିପ୍ରିୟ ବ୍ୟକ୍ତି ଭାବରେ ନିଜକୁ ଉପସ୍ଥାପନ କଲେ, ଆଉ ସେ ହଉଛନ୍ତି ହିଟଲର। ଗୋଟେ ପୁସ୍ତକ ସେ ଲେଖିଛନ୍ତି, ତାଙ୍କର ପୁସ୍ତକର ନାମ ହଉଛି ମେନ୍ କ୍ୟାମ୍ପ। ମେନ୍ କ୍ୟାମ୍ପ ଆପଣ ପରେ ଦେଖିପାରିବେ। MEIN ମେନ୍, KAMPF ମେନ୍ କ୍ୟାମ୍ପ। এই ପୁସ୍ତକରେ ସେ ବର୍ଣ୍ଣନା କରିଛନ୍ତି। କିନ୍ତୁ ଲୋକମାନେ, ଅର୍ଥାତ୍ ଯୋଉମାନେ ତାଙ୍କର ମିତ୍ର ଦେଶ ଗୁଡିକ, ମିତ୍ର ରାଷ୍ଟ୍ର ଗୁଡିକ ତାଙ୍କୁ ବିଶ୍ୱାସ କରିଦେଲେ ଯେ ସେ ହଉଛନ୍ତି ଭଲ ଲୋକ, ଶାନ୍ତି ପ୍ରିୟ ବ୍ୟକ୍ତି। ତାକୁ ଗ୍ରହଣ କଲେ, ତାକୁ ବିଶ୍ୱାସ କଲେ। ଆଉ କିନ୍ତୁ ପରବର୍ତ୍ତୀ ସମୟରେ ସେ ପ୍ରକୃତରେ ଶାନ୍ତିପ୍ରିୟ ବ୍ୟକ୍ତି ନୁହନ୍ତି। ସେ ହଉଛନ୍ତି ଜଣେ କଠୋର, ଦୁଷ୍ଟ ଏବଂ ନିଷ୍ଠୁର ପ୍ରଶାସକ, ନିଷ୍ଠୁର ଶାସକ ଅଟନ୍ତି। ଆଉ ଯେତେବେଳେ ତାଙ୍କର ମିତ୍ର ରାଷ୍ଟ୍ର ଗୁଡିକ ଜାଣିଲେ, ସେତେବେଳକୁ ବହୁତ ସମୟ ହେଇଯାଇଥିଲା। ଯେତେବେଳେ ସେ ପୋଲାଣ୍ଡ ଅଧିକାର କଲେ, ପୋଲାଣ୍ଡକୁ ସେ ନିଜର ଅକ୍ତିଆର ମଧ୍ୟକୁ ନେଲେ, ପୋଲାଣ୍ଡକୁ ସେ ଆକ୍ରମଣ କଲେ, ସେତେବେଳେ ତାଙ୍କର ମିତ୍ର ରାଷ୍ଟ୍ର ଗୁଡିକ ଜାଣିପାରିଲେ ଯେ ଏଇ ଲୋକଟି ଛଳନା କଲା, ମିଥ୍ୟା କହିଲା, ଆଉ ଜଣେ ଶାନ୍ତିପ୍ରିୟ ବ୍ୟକ୍ତି ଭାବରେ ନିଜକୁ ଉପସ୍ଥାପନ କଲା, ଆମେ ଜାଣିପାରିଲୁ ନାହିଁ। ସେଇ ପ୍ରକାର ଏଇ ଛଳନାକାରୀ ବ୍ୟକ୍ତି ସେ ଆସିବେ ଆଉ ଲୋକମାନଙ୍କୁ ପ୍ରତାରଣା କରିବେ, ଆଉ ଲୋକମାନଙ୍କୁ ସେ ଠକିବେ ବା ମିଥ୍ୟା କହିବେ, ଆଉ ଲୋକମାନେ ମଧ୍ୟ ତାଙ୍କୁ ଗ୍ରହଣ କରିବେ, ସେ ଅଧିକାର ତାକୁ ଦେବେ। ପ୍ରିୟ ବନ୍ଧୁଗଣ, ପ୍ରତାରଣାର ଧଳା ଅଶ୍ବ ବା ପ୍ରତାରଣାର ଧଳା ଘୋଡାରେ ବସି ଆସୁଥିବା ଲୋକ ହଉଛନ୍ତି ଏଇ ଲୋକ। ସେ ହଉଛନ୍ତି ଭଣ୍ଡ ଖ୍ରୀଷ୍ଟ। ସେ ଶାନ୍ତିର ବ୍ୟକ୍ତି ଭାବରେ ନିଜକୁ ଉପସ୍ଥାପନ କରିବେ,
से शक्तिशाली व्यक्ति भावरे से निजको उपस्थापन करिवे मात्र से होचंती छलनाकारी व्यक्ति। से छलना करिवे, प्रतारणा करी लोकमान को से शासन करिवे एवं 7 वर्ष प्राय 7 वर्ष महाक्लेशर समय आसीबो। प्रिय बंधुगण, प्रभु आमको दया करंतु, प्रभु आमको साहाय्य करंतु। आमे प्रभुंक ठारे रहिबु, प्रभुंकर सहित बंचिबु, प्रभुंकर सहित जीवन यापन करिबु, जो द्वारा कि आमने एही समस्त दिन देखिबु नाही। द्वितीय विषयटी आमने आसंता सप्ताह रे आलोचना करिबा द रेड हॉर्स ऑफ डिस्ट्रक्शन, विनाशर लाल घोड़ा बा विनाशर लाल अश्व। ए विषय रे आमने आसंता थरे को आलोचना करिबा। प्रभु आम समस्त को दया करंतु। बहुत बहुत धन्यवाद। समस्त को नमस्कार। धन्यवाद आज्ञा। आपण प्रकाशित 6 अध्याय व्हाइट हॉर्स धला हॉर्स उपरे जो घोड़ा उपरे कहिले प्रकृत रे से छलना करी आसी कि प्रकार शेष दिन मानकरे लोक मानक शासन करबो ता उपरे हम मानक सुशिक्षित कराइथिबारु प्रभु आपनको प्रचुर परिमाण रे आशीर्वाद करंतो। एहा हम मानकर कामना और प्रार्थना। ए प्रकार आपण हम रियल मिनिस्ट्री रे आसी आगामी दिन मानकरे मध्य शिक्षा देबाको हेबे आज्ञा। आसंतो हम माने आज्ञा को निमंते एक उच्च करताल दे तांको धन्यवाद ज्ञापन करबा। थैंक यू सो मच अगेन आज्ञा। वर्तमान से शेष पर्याय आसंतो आमे माने प्रार्थना निकट को जीवा। आम को वाक्य देथिबा स्पीकर महाशय को निमंते आराधना रे कढ़ाई नेथिबा पास्टर आज्ञा को निमंते आ मध्यस्थी प्रेयर करिथिले सिस्टर को निमंते ए तीनीटा प्रेयर रिक्वेस्ट आउ रियल मिनिस्ट्री ऑफ इंडिया परिवार तांको गूगल मीट जे प्रकार डेवलप हेबो अभिवृद्धि हेबो एथि निमंते 4टा प्रेयर पॉइंट मुई अनुरोध करे। पास्टर पवित्र कुमार भात्रा अछंती। प्रेज द लॉर्ड आज्ञा। पवित्र कुमार प्रेज द लॉर्ड भौणी। प्रेज द लॉर्ड। सुनी पारले तो मु 4टा पॉइंट कहली आज्ञा। आपण सुनी पारले कि आज्ञा? हाँ हाँ आज्ञा 4टा पॉइंट को ने प्रेयर करिवे। आज्ञा आज्ञा। तापर एचएन सूर्य आज्ञा अछंती तांके लॉर्ड्स प्रेयर करिवे। तापर आम मानक गहन रे स्पीकर महाशय अछंती से शेष आशीर्वाद देबे आज्ञा। आसंतु प्रार्थना करिबा। अनुग्रहकारी परमेश्वर प्रभु धन्यवाद देउछि, गौरव करुछि, प्रशंसा करुछि। आजिर एही सुप्रभात आमानक जीवन रे तुमे अनुग्रह करे दया करे देखिबा पई देला प्रभु। एते बेले प्रार्थना करुछि तुम पवित्र पाद तले प्रभु प्रियतम दासों को व्यवहार करी अति सुंदर वाक्य आम प्रत्येक को तुम्हें प्रदान करिछ प्रभु। ए शेष दिन मानकरे ए वाक्य अनुଯାयी जेपरी तुम राज्य निमंते आमे प्रस्तुत जाग्रत हेबु प्रभु तुम साहाय्य कर, दया कर। प्रियतम दासों को तांको सेवा जीवन को परिवार को मध्य बहुल रूपे आशीर्वाद कर। पुणे प्रभु एते बेले प्रार्थना करुछि प्रभु प्रियतम आओ जहा कि वर्शिप करा जायछि प्रभु प्रियतम दास दासी मान को तुम्हें आशीर्वाद कर, मंगल कर। ए प्रातः काल रे सुंदर वर्शिप करी प्रभु आमने तुमरी प्रशंसा करिछु, गौरव करिछु प्रभु। तुम्हें आशीर्वाद कर। पुणे प्रभु रियल मिनिस्ट्री पाई प्रार्थना करुछि प्रभु। रियल मिनिस्ट्री प्रियतम दास तांको परिवार को मध्य तुम्हें आशीर्वाद कर प्रभु। सेवा कार्य द्वारा जेपरी अनेक प्रभु अजात्मा तुम निकट पाई लाभ हेबाकु पारिबो तुम साहाय्य कर, तुम्हें दया कर। पुणे प्रभु प्रार्थना करुछि आज जो मीटिंग रे जेते प्रभु आमने योगदान करियछु प्रत्येक को तुम्हें आशीर्वाद कर, मंगल कर, दया कर। गौरव पूजा प्रशंसा केवल तुमरी हेउ। ए समस्त प्रार्थना शीघ्र आसुथिबा प्रभु जीशुଙ୍କ नामे मागुअछि, आमीन। आसंतु आमे प्रभु शिखैथिबा प्रार्थना करिबा। तुमरे जेपरि स्वर्ग रे सेपरि पृथ्वी रे तुमरी इच्छा सफल हो। आज आम मान को प्रयोजन आहार दिया। आम जेपरि आपण आपण अपराधी मान को क्षमा करियछु
ଆମମାନଙ୍କ ଅପରାଧ କ୍ଷମା କର। ପରୀକ୍ଷାରେ ଆଣ ନାହିଁ, ମାତ୍ର ମନ୍ଦର ରକ୍ଷା କର। ଯେଉଁ ରାଜ୍ୟ, ପରାକ୍ରମ, ଗୌରବ ଯୁଗେ ଯୁଗେ ତୁମରି ଅର୍ଥା। ଆମେନ୍। ଶେଷ ଆଶୀଷ ଭିକ୍ଷା କରିବା। ଜଗତର ସୃଷ୍ଟିକର୍ତ୍ତା ଈଶ୍ୱରଙ୍କର ପ୍ରେମ, କାଲବରୀ କୃଷ ଉପରେ ପ୍ରାଣ ଦେଇ ପ୍ରାଣ କିଣିଥିବା ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ଏବଂ ଦୟା, ପେଣ୍ଟିକୋଷ୍ଟ ଦିବସରେ ଅବତରଣ କରିଥିବା ଆମମାନଙ୍କର ନିତ୍ୟ ନିତ୍ୟ ସାହାଯ୍ୟକାରୀ ପବିତ୍ର ଆତ୍ମାଙ୍କର ସହଭାଗିତା ଏତେବେଳେ ପୁଣି ସବୁବେଳେ ଆମ ସମସ୍ତଙ୍କ ପ୍ରତି, ବିଶେଷ କରି ରିଏଲ ମିନିଷ୍ଟ୍ରିର ସହାୟ ସହବର୍ତ୍ତୀ ପରମେଶ୍ୱର ହେଉନ୍ତୁ। ଆମେନ୍। ଆମେନ୍। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ବର୍ତ୍ତମାନ ସଭା ଶେଷ ହେଇଛି। ଆସନ୍ତୁ ଆମେ ମାନେ ପ୍ରାର୍ଥନାରେ କୋଡ଼ାଇ ନେଇଥିବା ଏଚଏନ୍ ସୂର୍ୟାଙ୍କ ଆଜ୍ଞାଙ୍କ ପାଇଁ ଗୋଟେ ଉଚ୍ଚ କରତାଳ ଦେଇ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିବା। ତତ୍ ସହିତ ପ୍ରବୀଣ କୁମାର ଭାତ୍ରାଙ୍କୁ ଯେ ଶେଷ ପ୍ରାର୍ଥନାରେ କୋଡ଼ାଇ ନେଇଥିଲେ ତାଙ୍କୁ ମଧ୍ୟ ଆମେ ଏକ ଉଚ୍ଚ କରତାଳ ଦେଇ ଧନ୍ୟବାଦ ଜ୍ଞାପନ କରିବା। ତତ୍ ସହିତ ଯେଉଁ ସିଷ୍ଟର ମଧ୍ୟସ୍ଥି ପ୍ରେୟର କରିଗଲେ, ଯେତେ ଜଣ ମଧ୍ୟସ୍ଥି ପ୍ରେୟର କରିଛନ୍ତି ତାଙ୍କ ନିମନ୍ତେ ଏକ ଉଚ୍ଚ କରତାଳ ଦେଇ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିବା। ତତ୍ ସହିତ ମୁଁ ଧନ୍ୟବାଦ ଦେବି ଯେଉଁ ଆଜ୍ଞା ୱର୍ସିପ କଲେ ତାଙ୍କୁ ମଧ୍ୟ ଗୋଟେ ଉଚ୍ଚ କରତାଳ ଦେଇ ଧନ୍ୟବାଦ ଜ୍ଞାପନ କରେ। ତତ୍ ସହିତ ସ୍ପିକର ମହାଶୟଙ୍କୁ ମଧ୍ୟ ଶେଷ ଆଶୀର୍ବାଦ ଦେଇଥିବାରୁ ଆଉ ବାକ୍ୟ ଆମମାନଙ୍କୁ ପ୍ରଦାନ କରିଥିବାରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ଧନ୍ୟବାଦ ଜ୍ଞାପନ କରେ। ଆସନ୍ତୁ ମୁଁ ପ୍ରତ୍ୟେକ ଡିଭାଇସ୍ ନିମନ୍ତେ ପ୍ରତ୍ୟେକଙ୍କୁ ଧନ୍ୟବାଦ ଜ୍ଞାପନ କରେ ଉଚ୍ଚ କରତାଳ ସହିତ। ତତ୍ ସହିତ ମୁଁ ଧନ୍ୟବାଦ ଜ୍ଞାପନ କରେ ପ୍ରବୀଣା ସିଷ୍ଟରକୁ ଯେ ମୋତେ ସୁଯୋଗ ଦେଲେ। ହୋଷ୍ଟ ମହାଶୟଙ୍କୁ ପ୍ରତ୍ୟେକଙ୍କୁ ଧନ୍ୟବାଦ ଜ୍ଞାପନ କରେ। ସମସ୍ତଙ୍କୁ ହାଭ ଏ ଗୁଡ୍ ଡେ। ପ୍ରତ୍ୟେକଙ୍କୁ ପ୍ରେଜ୍ ଦ ଲର୍ଡ। ଆପଣମାନଙ୍କର ସମୟ ବର୍ତ୍ତମାନ। ଆପଣମାନେ ଯଦି କଥାବାର୍ତ୍ତା କରିବାକୁ ଚାହୁଁଛନ୍ତି ତାହେଲେ କଥାବାର୍ତ୍ତା କରିପାରିବେ। ଧନ୍ୟବାଦ ସମସ୍ତଙ୍କୁ। ପ୍ରେଜ୍ ଦ ଲର୍ଡ। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଆଉ ରଖିବା।